ସାଙ୍ଗମାନେ ଏକ ଗାଁରେ ଜଣେ ଧନୀ ଲୋକ ରହୁଥିଲେ। ସେ ଯେତେବେଳେ ବାଟରେ ଯାଏ ସମସ୍ତେ ତାକୁ ସମ୍ମାନ କରନ୍ତି ଏବଂ ହାତ ଯୋଡ଼ି ନମସ୍କାର କରନ୍ତି। ହେଲେ ସେ ଧନୀ ଲୋକଟି କାହାକୁ ବି ସମ୍ମାନ ଦିଏନି। ଏସବୁ ସେ ଗାଁର ଜଣକ ଯୁବକ ଦେଖୁଥାଏ ଏବଂ ମନେ ମନେ ଭାବୁଥାଏ, ଗାଁ ଲୋକମାନେ ଏ ଧନୀ ଲୋକକୁ ଏତେ ସମ୍ମାନ ଦେଉଛନ୍ତି, ଲୋକଟି ଗାଁ ଲୋକମାନଙ୍କୁ ମଳି ବୋଲି ପଚାରୁନି। ଦିନକର କଥା, ଧନୀ ଲୋକଟି ବାଟରେ ଯାଉଥାଏ। ଗାଁର ସେହି ଯୁବକ ଜଣକ ସେ ଧନୀ ଲୋକକୁ ଅଟକେଇଲା ଏବଂ ସେ ଧନୀ ଲୋକକୁ ପଚାରିଲା, ଆପଣଙ୍କୁ ଏ ଗାଁ ଲୋକମାନେ ଏତେ ସମ୍ମାନ ଦେଉଛନ୍ତି, ହେଲେ ଆପଣ ସେମାନଙ୍କୁ ଟିକେ ବି ପଚାରୁନାହାନ୍ତି। ଆପଣଙ୍କର ଏତେ ଗର୍ବ କ'ଣ ପାଇଁ? ଲୋକଟି ସେ ଯୁବକକୁ ଅନେଇଲା ଏବଂ ତାକୁ କିଛି କହିଲା ନାହିଁ। ଧନୀ ଲୋକଟି ସେ ଯୁବକ ଜଣକୁ ତାର ଘରକୁ ନେଇଗଲା। ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇଗଲା ଆଉ ଭାବିଲା, ଏ ମୋତେ କିଛି ନ କହି ଘରକୁ କ'ଣ ପାଇଁ ନେଇ ଆସିଲା। ଧନୀ ଲୋକଟି ଏକ ବାକ୍ସ ସେ ଯୁବକ ପାଖକୁ ଆଣିଲେ ଏବଂ ସେ ବାକ୍ସଟିକୁ ସେହି ଯୁବକ ସାମ୍ନାରେ ଖୋଲିଦେଲେ। ଯୁବକଟି ସେ ବାକ୍ସକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ବାକ୍ସରେ କେବଳ ସୁନା, ହୀରା, ମୋତି ଆଉ ଖାଲି ଟଙ୍କା। ଏବଂ ସେ ଧନୀ ଲୋକଟି ଯୁବକକୁ ଡାକିଲେ, ଏଠିକି ଆସ। ଏବଂ ସେ ଏକ ଆଲମାରୀ ଖୋଲିଲେ। ସେଥିରେ ଗୋଟେ ଛୋଟିଆ ଚପଲ ବା ଛିଡ଼ା ଚପଲ ଏବଂ ଚିରାପଟା କପଡ଼ା ଥିଲା। ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ମନେ ମନେ ଭାବିଲେ, ମୋତେ ଏ କ'ଣ ପାଇଁ ଏସବୁ ଦେଖାଉଛି? ଧନୀ ଲୋକଟି ସେ ଯୁବକକୁ କହିଲା, କିଛି ବର୍ଷ ପୂର୍ବରୁ ଏସବୁକୁ ମୁଁ ପିନ୍ଧୁଥିଲି। କାହିଁକିନା ସେତେବେଳେ ମୁଁ ବହୁତ ଗରିବ ଥିଲି। ଯେତେବେଳେ ରାସ୍ତାରେ ଯାଉଥିଲି ସେତେବେଳେ ମୋତେ କେହି ସମ୍ମାନ କରୁନଥିଲେ। ଆଜି ଯେତେବେଳେ ମୋ ପାଖରେ ଏତେ ସବୁ ଧନ ସମ୍ପତ୍ତି ହୋଇଗଲା, ଲୋକମାନେ ମୋତେ ସମ୍ମାନ ଦେବା ଆରମ୍ଭ କରିଦେଲେ। ଲୋକଟି ସେ ଯୁବକକୁ କହିଲା, ତୁମର ଯେତେ ଭଲ ଚରିତ୍ର ଭଲ ଗୁଣ ଥିଲେ ତୁମକୁ ସମ୍ମାନ ଦେବେନି। ତୁମେ ଯଦି ଜଣେ ଧନୀ ହୋଇଥିବ, ଯେତେ ବି ଖରାପ ଲୋକ ହେଇଥାଅ, ଲୋକ ତୁମକୁ ସମ୍ମାନ ଦେବେ, ତୁମ ସହିତ ସମ୍ପର୍କ ରଖିବେ। ଯୁବକଟି ତାର ଉତ୍ତର ପାଇଗଲା। ଭିଡ଼ିଓଟି ଭଲ ଲାଗିଥିବ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରିବେ।